ଶ୍ରୀ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ କାହିଁକି? ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ହେଲେ ଆପଣ ଆମ ଭିଡ଼ିଓଟିକୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟରେ ଜୟ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ବନ୍ଧୁଗଣ, ଯେଉଁ ରଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆସୀନ ହୋଇଥାନ୍ତି ତାର ନାମ ନନ୍ଦିଘୋଷ। କେହି କେହି ଏହାକୁ ଗରୁଡ଼ଧ୍ୱଜ ବୋଲି କହୁଥିଲେ ମଧ୍ୟ ଏହା ନନ୍ଦିଘୋଷ ନାମରେ ବିଶ୍ୱ ପ୍ରସିଦ୍ଧ। ଏକଥା କେବଳ ଓଡ଼ିଆ ନୁହେଁ, ବିଶ୍ୱବାସୀ ମଧ୍ୟ ଜାଣିଥିବେ। ହେଲେ ଆପଣ ଜାଣନ୍ତି ମହାପ୍ରଭୁଙ୍କ ରଥର ନାମ ନନ୍ଦିଘୋଷ କାହିଁକି? ଅନ୍ୟ କିଛି ତ ହୋଇପାରିଥାନ୍ତା, ହେଲେ ନନ୍ଦିଘୋଷ କାହିଁକି? ଏ ସମ୍ପର୍କରେ ଯେତେବେଳେ ପଚରାଗଲା ନିରବି ଗଲେ ଶାସ୍ତ୍ରକାରମାନେ। ହେଲେ ଏହାର ଉତ୍ତର ରଖିଥିଲେ ଉତ୍କଳ ମାଟିର ବରପୁତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। କାଳଜୟୀ ବୈଦେହୀଶ ବିଳାସରେ ସେ ପ୍ରଥମ ଥର ପାଇଁ ଏହାର କାରଣ ଲେଖିଥିଲେ। ମହାପ୍ରଭୁଙ୍କ ରଥର ନାମ ନନ୍ଦିଘୋଷ ଏଥିପାଇଁ ଯେତେବେଳେ ତ୍ରେତୟା ଯୁଗରେ ପୁରୁଷୋତ୍ତମ ଶ୍ରୀରାମ ଏବଂ ରାବଣଙ୍କ ମଧ୍ୟରେ ଯୁଦ୍ଧ ଲାଗିଥିଲା, ସେତେବେଳେ ରାବଣ ରଥ ଓ ପୁଷ୍ପକ ଯାନ ଧରି ଯୁଦ୍ଧ କରୁଥିଲେ, କିନ୍ତୁ ଶ୍ରୀରାମ ପଦଚାରୀ ଥିଲେ। ସେ ଚାଲି ଚାଲି ଯୁଦ୍ଧ କରୁଥିଲେ। ତାଙ୍କ ପାଖରେ କିଛି ନଥିଲା, କାରଣ ସେ ଏଭଳି ଭୀଷଣ ଯୁଦ୍ଧର ଆଶଙ୍କା ନେଇ ବନବାସକୁ ଆସିନଥିଲେ। ତେଣୁ ତାଙ୍କର ଏସବୁରେ କିଛି ଆବଶ୍ୟକତା ନଥିଲା। ହେଲେ ଯେତେବେଳେ ମା ସୀତାଙ୍କୁ ହରଣ କରିଥିବା ରାବଣ ସହିତ ଯୁଦ୍ଧ କରିବାର ସମୟ ଆସିଲା, ସେ ଭୂପୃଷ୍ଠରେ ରହି କେତେବେଳେ ରଥାରୂଢ଼ ତ କେବେ ଶୂନ୍ୟରେ ପୁଷ୍ପକ ଯାନରେ ବସି ପ୍ରହାର କରୁଥିବା ରାବଣ ସହିତ ଯୁଦ୍ଧ କରୁଥିଲେ। ଏହା ଦେଖି ବ୍ରହ୍ମାଙ୍କ ଅବତାର କୁହାଯାଉଥିବା ଜାମ୍ବବନ୍ତ ଦେବତାମାନଙ୍କୁ ପ୍ରାର୍ଥନା କରିଥିଲେ, କାରଣ ଶ୍ରୀରାମଙ୍କୁ ଏକ ରଥ ଦେବା ପାଇଁ। ପ୍ରାର୍ଥନା ଶୁଣି ସମସ୍ତ ଦେବତା ଏକାଠି ହୋଇ ଏକ ରଥ ନିର୍ମାଣ କରିଥିଲେ। ଏଥିରେ ନିଜ ନିଜର ଶକ୍ତିକୁ ସମନ୍ୱିତ କଲେ। ଏହା ଦେଖି ସ୍ୱୟଂ ମହାଦେବ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ପ୍ରଭୁଙ୍କ ସେବାରେ ନିଜର ସେବା ଦେବାକୁ ନିବେଦନ କରିଥିଲେ। ଏଥିପାଇଁ ପ୍ରଭୁ ସହମତି ଦିଅନ୍ତେ ମହାଦେବ ନିଜର ସେବକ ନନ୍ଦୀକୁ ପ୍ରେରଣ କଲେ। କହିଲେ, ନନ୍ଦୀଙ୍କ ନିର୍ଘାତ ଶବ୍ଦ ଶୁଣିଲେ ମନରେ ଭୟ ସୃଷ୍ଟି ହୁଏ। ତେଣୁ ଯେତେବେଳେ ରଥ ଚାଲୁଥିବ, ରଥର ଗୋଟିଏ ଚକର ଊର୍ଦ୍ଧ୍ୱରେ ଅବସ୍ଥାନ କରିବେ ନନ୍ଦୀ। ସେ ଯେଉଁ ନିର୍ଘୋଷ ବିକଟାଳ ଶବ୍ଦ କରିବେ, ସେଥିରେ ରାବଣର ଅନେକ ସେନା ଭୟରେ ଛତ୍ରଭଙ୍ଗ ଦେବେ। ଯେତେବେଳେ ସଦାଶିବ ପ୍ରଳୟର ତାଣ୍ଡବ କରନ୍ତି, ନନ୍ଦୀ ଏକ ଶୃଙ୍ଗୀ ବାଦ୍ୟକୁ ନିନାଦନ କରନ୍ତି। ତାଣ୍ଡବରେ ନନ୍ଦୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାଦ୍ୟ ବଜାଇ ନନ୍ଦୀ ପ୍ରଳୟର ଉଦ୍ଘୋଷଣା କରନ୍ତି। ତାଙ୍କ ଉଦ୍ଘୋଷଣାରେ ହିଁ ଅଧା ପ୍ରଳୟ ହୋଇଯାଇଥାଏ। ତେଣୁ ଯେତେବେଳେ ମହାଦେବ ନନ୍ଦୀଙ୍କୁ ପ୍ରେରଣ କଲେ, ନନ୍ଦୀ ଶ୍ରୀରାମଙ୍କ ରଥ ଚକ ଉପରେ ବସିଥିଲେ। ନନ୍ଦୀଙ୍କ ମୁହଁରୁ ଯେଉଁ ବିକଟାଳ ଶବ୍ଦ ନିର୍ଗତ ହେଲା, ସେଥିରେ ରାବଣର ଅର୍ଦ୍ଧେକ ଦାନବ ସେନା ଧ୍ୱଂସ ହୋଇଥିଲେ। ଏହି ନ୍ୟାୟରେ ପୁରୁଷୋତ୍ତମ ଶ୍ରୀରାମଙ୍କ ରଥର ନାମ ହେଲା ନନ୍ଦିଘୋଷ। କବି ଶ୍ରୀ ଉପେନ୍ଦ୍ର ଭଞ୍ଜଙ୍କ ଏହି କଥାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ଖୋଦ୍ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର। ଏହା ବ୍ୟତୀତ ଆଉ କିଛି ପୁରାଣ କଥିତ କାରଣ ମଧ୍ୟ ରହିଛି। ଆଉ ଏକ ରୋଚକ କାରଣ ହେଉଛି, ନନ୍ଦ ଶବ୍ଦର ଅର୍ଥ ହେଉଛି ଯିଏ ଅନ୍ୟକୁ ଆନନ୍ଦ ପ୍ରଦାନ କରେ, ସେ ହେଉଛନ୍ତି ନନ୍ଦ। ଜଗନ୍ନାଥ ମହାପ୍ରଭୁ ନିଜକୁ ସବୁବେଳେ ନନ୍ଦ ରାଜାଙ୍କର ସେଇ ଟିକି ପିଲାଟି ବୋଲି ଭାବୁଥାନ୍ତି। ନିଜ ଭିତରେ ଉଦ୍ରେକ କରନ୍ତି ନନ୍ଦରାଜା ମା ଯଶୋଦାଙ୍କର ଅପାର ସ୍ନେହ ଶହ ଶହ ଗୋପଙ୍ଗନା ପ୍ରେମକୁ। ଯେତେ ଯାହା ହେଉ, ନନ୍ଦରାଜାଙ୍କର ସେ ସବୁଠାରୁ ପ୍ରିୟ। ସତେ ଯେପରି ସେ କୁନି କାହ୍ନା ହୋଇ ନନ୍ଦରାଜାଙ୍କ କାନ୍ଧରେ ବସି ବୁଲୁଛନ୍ତି। ଏହି ରଥରେ ବସି ମହାପ୍ରଭୁ ଏହା ଘୋଷଣା କରନ୍ତି। ତେଣୁ ଏଥିପାଇଁ ମଧ୍ୟ ମହାପ୍ରଭୁଙ୍କ ରଥର ନାମ ନନ୍ଦିଘୋଷ। ନନ୍ଦିଘୋଷ ରଥକୁ ଆନନ୍ଦ ଘୋଷ ମଧ୍ୟ
କୁହାଯାଇଥାଏ। ଏ ନନ୍ଦିଘୋଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଜେ କଲେ ଏହାର କୋଣ ପ୍ରତିକୋଣ ଭକ୍ତକୁ ଆନନ୍ଦ ପ୍ରଦାନ କରିଥାଏ। ସେଥିପାଇଁ ଏହି ରଥର ନାମ ନନ୍ଦିଘୋଷ ଅଟେ। ଆଶା କରୁଛୁ ଆମର ଏହି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଯଦି ଆମର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଆପଣ ଆମ ଭିଡ଼ିଓଟିକୁ ଲାଇକ୍ ସେୟାର କମେଣ୍ଟ କରିବା ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।